ସୁଭଦ୍ରା ଯୋଜନା ଟଙ୍କା ଏ ପର୍ଯ୍ୟନ୍ତ ଆପଣଙ୍କର ଆକାଉଣ୍ଟକୁ ଆସିନି କି? ପୁଣି ଆଉଥରେ ସେକେଣ୍ଡ ଥର ଆପଣ ଆବେଦନ କରିପାରିବେ କି? ବିଭିନ୍ନ ପ୍ରକାର ପ୍ରଶ୍ନ ରହୁଥିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇକି ମଧ୍ୟ ଆନାଉନ୍ସମେଣ୍ଟ କରିଛନ୍ତି, ତେଣୁ ଆପଣମାନେ ଜାଣିପାରିବେ। ଦେଖନ୍ତୁ, ଗତକାଲି ଆକାଉଣ୍ଟକୁ ଆସିଛି 25,11,000 ହିତାଧିକାରୀଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ ଆସିଛି। ତେବେ ଅଧିକାଂଶ ମହିଳା ଖାତାକୁ ଟଙ୍କା ଆସିନାହିଁ। ଯାହା ଆକାଉଣ୍ଟକୁ 1 ଟଙ୍କା ଆସିଛି ତାଙ୍କ ଆକାଉଣ୍ଟକୁ ମଧ୍ୟ ଆସିନାହିଁ। ଯଦି 15 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନକାରୀ କରିଛନ୍ତି ସେହି ମହିଳାକୁ ଟଙ୍କା ମିଳିଛି। ଆଉ ତା ପୂର୍ବରୁ ଯେଉଁମାନେ 1 ରୁ 10 ତାରିଖ ଭିତରେ କରିଛନ୍ତି, କିଛି ମହିଳାଙ୍କୁ ଯାଇଛି, କିଛି ମହିଳାଙ୍କୁ ଯାଇନି। ସେମାନେ ସମସ୍ତେ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପରୀକ୍ଷାମୂଳକ ଭାବେ 1 ଟଙ୍କା ପଠାଇଥିଲେ ସରକାର, କିନ୍ତୁ ସମସ୍ତଙ୍କୁ ପଠାଯାଇ ନଥିଲା। ଯେଉଁମାନଙ୍କର 1 ଟଙ୍କା ଯାଇଥିଲା ତାଙ୍କ ଆକାଉଣ୍ଟକୁ 4,999 ଟଙ୍କା ଯାଇଥିଲା। ଯେଉଁମାନେ 15 ପରେ ଆବେଦନ କରିଥିବେ ସେମାନେ ଆଜି ଟଙ୍କା ମିଳିବ ନାହିଁ ବୋଲି ସିଧା କହିଥିଲେ ଉପମୁଖ୍ୟମନ୍ତ୍ରୀ। କଥା ରହିଲା, ଯେଉଁମାନେ ଆବେଦନ ପୁଣି କରିବେ, ଆବେଦନ କରିବାର କୌଣସି ସମୟ ସୀମା ନାହିଁ ବୋଲି କୁହାଯାଇଛି। ଆଜି ଯେଉଁମାନେ ପ୍ରଥମ କିସ୍ତି ମିଳିନାହିଁ ସେମାନେ ପୁଣି ଆବେଦନ କରିପାରିବେ। ଆପଣଙ୍କ ଆବେଦନ କରିବା ପାଇଁ ହେଲେ ଓଟିପି ନିହାତି ଦରକାର। ଆଉ ସୁଭଦ୍ରା ଯୋଜନାର 21 ରୁ 60 ବର୍ଷର ଏବେ କରିବା ପାଇଁ 64 ବର୍ଷ କରାଯାଇଛି। ଯାହାଫଳରେ ବର୍ଷକୁ 2ଟି କିସ୍ତିରେ ଟଙ୍କା ମିଳିବ। ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ। ଗୋଟିଏ ହେଲା ମହିଳା ଦିବସ, ଆଉ ଗୋଟିଏ ହେଲା ରାକ୍ଷୀ ପୂର୍ଣ୍ଣିମା। ଯେଉଁମାନେ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ପ୍ରଥମ କିସ୍ତିର ଲାଭ ପାଇବେ। ଆଉ ଯେଉଁ ମହିଳାଙ୍କ ପ୍ରଥମ କିସ୍ତି ଭାବେ 5,000 ଟଙ୍କା ଆସିଛି ସେମାନେ ଦ୍ୱିତୀୟ କିସ୍ତି ଭାବେ ମାର୍ଚ୍ଚ ମାସରେ ଟଙ୍କା ପାଇବେ। କିନ୍ତୁ କଥା ରହିଲା, ଯେଉଁମାନେ ଜାନୁଆରୀ ମାସରେ ଆପ୍ଲାଏ କରିବେ, ଆବେଦନ କରିବେ, ସେମାନେ ଏକା ସାଙ୍ଗରେ 2ଟି କିସ୍ତି 10,000 ଟଙ୍କା ପାଇବେ ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ସୁଭଦ୍ରା ଯୋଜନାର ପୋର୍ଟାଲରେ ଯେଉଁମାନେ ଆବେଦନ କରିଛନ୍ତି କିଛି ତାଙ୍କର ପେଣ୍ଡିଂ ଦେଖାଉଛି, କିଛି ଅଲଗା କାରଣ ଯୋଗୁଁ ସେମାନେ ଟଙ୍କା ପାଇପାରିନାହାନ୍ତି। କିନ୍ତୁ ଆପଣ ଏ ଯୋଜନାର ଲାଭାର୍ଥ ହେବେ ଏବଂ ଟଙ୍କା ପାଇବେ ବୋଲି କୁହାଯାଉଛି। ତେଣୁ ସୁଭଦ୍ରା ଯୋଜନାରୁ ଆପଣଙ୍କ ତରଫରୁ କିଛି କଲ୍ ଆସିବ, କିଛି ଫେକ୍ କଲ୍ ଆସିବ, ଫ୍ରଡ୍ କଲ୍ ଆସିବ ଆପଣଙ୍କ ସୁଭଦ୍ରା ଟଙ୍କା ନେଇକି। ତେଣୁ ଆମ ତରଫରୁ କୌଣସି କଲ୍ ଯାଉନି ମଧ୍ୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏସବୁ ଫେକ୍ ଏବଂ ଫ୍ରଡ୍କୁ ଆପଣମାନେ ବଞ୍ଚିତ ରୁହନ୍ତୁ ବୋଲି କୁହାଯାଇଛି। ଯାହା ଆପଣମାନେ କରିବେ ଜନସେବା କେନ୍ଦ୍ରକୁ ଯାଇ କରିବେ। କୌଣସି ନିଜେ କୌଣସି ଲିଙ୍କକୁ କ୍ଲିକ୍ କରିବେ ନାହିଁ। ଆଉ ଏହା ଉଭୟ ଓଡ଼ିଆ ଇଂଲିଶ ଭାଷାରେ ଆପଣ ଲେଖିପାରିବେ। ଯଦି ଅଧିକ କିଛି ଜାଣିବା ପାଇଁ ଚାହୁଁଛନ୍ତି ଆପଣ 146782 କଲ୍ କରିପାରିବେ। ସକାଳ 6ରୁ ରାତି 10ଟା ପର୍ଯ୍ୟନ୍ତ ଏହି କଲ୍ ସେଣ୍ଟର ଖୋଲା ରହିଛି। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, କେବେ ବି ଆପଣଙ୍କ ପାଖକୁ ଫ୍ରଡ୍ କଲ୍ ଏବେ ଲଗାତାର ଆସିବ, ମେସେଜ ଆସିବ। ଆପଣ କୌଣସି ଲିଙ୍କ ଏବଂ କୌଣସି କଲ୍କୁ ରିସିଭ୍ କରିବେ ନାହିଁ, କାରଣ ଆମ ତରଫରୁ କୌଣସି କଲ୍ ଯିବ ନାହିଁ। ତେଣୁ ଇଏ ଥିଲା ସୁଭଦ୍ରା ଯୋଜନାର ଅପଡେଟ୍। ଆଗକୁ ପାଇବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।